नमस्कार। ମୁଁ ହର୍ଷ ପରୀକ୍ଷା ମୋର ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡିଓରେ ଆମେ ଆଲୋଚନା କରିବା ଯେ ପ୍ରକୃତ ଦିଲ୍ଲୀରେ ଯୋଉ ଅ, ବିସ୍ଫୋରଣ ହେଇଛି ସେ ବିସ୍ଫୋରଣର ତମାମ ବିବରଣୀ ଯାହାକି ବହୁତ ତାର ସତ୍ୟାସତ୍ୟ ବାହାରି ପଡ଼ିଲା ଏବଂ କିଏ ତାକୁ କରିବା ପାଇଁ କରିଥିଲେ, କେମିତି କରାହେଇଥିଲା ବା ତାର ପ୍ଲାନିଂ କଣ ଥିଲା, ତାର ପ୍ରକୃତ ନମୁନା କଣ ସେମାନେ ରଖିଥିଲେ, ତ ତମାମ ବିବରଣୀ ଉପରେ ଆମେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେନି। କାରଣ ଆପଣମାନଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ଗୋଟେ ନୂଆ ନୂଆ ଇନ୍ସପିରେସନ ଯୋଗୁଛି, ଯୋଉ ଇନ୍ସପିରେସନ ଦ୍ୱାରା ନୂଆ ନୂଆ ତଥ୍ୟ ନେଇ ନୂଆ ନୂଆ ଭିଡିଓ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଗୋଟେ ପ୍ରୋତ୍ସାହନ ଯୋଗାଉଛି। ତେବେ ଆସନ୍ତୁ ଆରମ୍ଭ କରିବା। ଗତ 10 ତାରିଖ ଦିନ ଲାଲକିଲ୍ଲା ମେଟ୍ରୋ ଷ୍ଟେସନରେ ସନ୍ଧ୍ୟା 6:52 ଯୋଉ ହୁଣ୍ଡାଇ i20 କାରରେ ବିସ୍ଫୋରଣ ହୋଇଥିଲା, ଯୋଉ ବିସ୍ଫୋରଣ ଫଳରେ ଅନେକ ଲୋକ ମୃତାହତ ହେଲେ ଏବଂ ଆହତ ମଧ୍ୟ ହେଇଛନ୍ତି, ମୃତ୍ୟୁବରଣ କରିଛନ୍ତି। ଯେ ଏଇଭଳି ଗୋଟେ ମହା ବିସ୍ଫୋରଣ ହେଇଛି, ଯୋଉ ବିସ୍ଫୋରଣର ଦ୍ୱାରା ଲୋକମାନଙ୍କ ଯୋଉ ମୃତଦେହ ଗୁଡାକ ସେଇ ବ୍ୟସ୍ତବହୁଳ ରାସ୍ତା କଡରେ ଏପଟ ସେପଟ ଛିଟିକି ପଡିଗଲା। ଏବଂ ଏହାରି ପରିପ୍ରେକ୍ଷୀରେ ଆମେ କହିପାରିବା ଯେ ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ହାଇ ଆଲର୍ଟ ଜାରି କରିଛି ଏବଂ ତାର ତମାମ ବିବରଣୀ ଜାଣିବା ପାଇଁ, ସତ୍ୟାସତ୍ୟତା ଜାଣିବା ପାଇଁ, ଫରେନସିକ ପ୍ରମାଣ ପାଇଁ, ଯାହା ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଲିଙ୍କ ପାଇବା ମାତ୍ରେ ସେ ଯୋଉ ବିସ୍ଫୋରକ ଅ, ବିସ୍ଫୋରକ ସେଇ ବିସ୍ଫୋରଣ ପରେ ବର୍ତ୍ତମାନ ଦିଲ୍ଲୀ ପୋଲିସ ଯୋଉଟା ୟୁଏପିଏ ଅର୍ଥାତ ଅନଲଫୁଲ ଆକ୍ଟିଭିଟିଜ ପ୍ରିଭେନ୍ସନ ଆକ୍ଟ ବର୍ତ୍ତମାନ ଲାଗୁ କରିଛନ୍ତି ଦିଲ୍ଲୀରେ। ଏବଂ ଆହୁରି ଗୋଟେ ବିଷୟ ମଧ୍ୟ, ବର୍ତ୍ତମାନ ଲାଲକିଲ୍ଲାକୁ ବୁଲିଯିବା ପାଇଁ ଯୋଉ ଅଛି 3 ଦିନିଆ ବନ୍ଦ କରି ଦିଆଯାଇଛି। ଚିଠି ମଧ୍ୟ ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି ଯେ ସୂଚନା ଅନୁଯାୟୀ ଯାହା ଥିଲା, ଡାକ୍ତରୀ ମାନେ ଯୋଉ ମଡୁଲାର ପ୍ରସ୍ତୁତ କରିଥିଲେ କେମିତି ଦୁର୍ଘଟଣା କରିବା କଣ କରିବା ତାର ମଡୁଲାର ପ୍ରସ୍ତୁତ କରିଥିଲେ ଦୁଇ ପ୍ରମୁଖ ସଦସ୍ୟ। ସେମାନେ ହେଲେ ଆପଣଙ୍କର ଡକ୍ଟର ମୁଜାମିଲ ଶକିଲ ଏବଂ ଡକ୍ଟର ଆଦିଲ ରାଥର। ତାଙ୍କୁ ଯେତେବେଳେ ଗିରଫ କରାଗଲା, ଜବତ କରାଗଲା ସେଇ ଯୋଉ ବିସ୍ଫୋରକ ଦ୍ରବ୍ୟ ଗୁଡିକ, ସେଇ ସମୟରେ କାରର ମାଲିକ ଡାକ୍ତର ଉମର ମହମ୍ମଦ ଆତଙ୍କିତ ହୋଇ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟାଇଥିଲେ। ଏଇଟା ହଉଛି ପ୍ରକୃତ ସଦ୍ୟତମ ସୂଚନା, ଯାହାକି ଏଇ କାରଣ ହେତୁ ହିଁ ସେମାନେ ବିସ୍ଫୋରଣ କରିଛନ୍ତି ଲାଲକିଲ୍ଲା ଷ୍ଟେସନ ପାଖରେ। ନଚେତ ସେମାନେ ଆହୁରି କିଛି ଦିନ ନେଇ ବର୍ତ୍ତମାନ ବଡ ଧରଣର ଗୋଟେ ଦୁର୍ଘଟଣା ବା ବଡ ଧରଣର ଗୋଟେ ବିସ୍ଫୋରଣ କରିବା ପାଇଁ ସେମାନଙ୍କର ଛୋଟ ବା ଏଇ ଯୋଉ ବିସ୍ଫୋରଣ ଦ୍ୱାରା। ତ ୟାରି ପୂର୍ବରୁ ତଦନ୍ତକାରୀ ଦଳ ସେମାନେ କହିଛନ୍ତି ଯେ ଫରିଦାବାଦରେ ମିଳିଥିବା ଆମୋନିୟମ ନାଇଟ୍ରେଟ ବିସ୍ଫୋରଣ ପାଇଁ, ଏଇ ଯୋଉ ବିସ୍ଫୋରଣ ପାଇଁ ବ୍ୟବହାର କରାଯାଇଥିଲା। ଯୋଉ 3100 କିଲୋଗ୍ରାମର ବିସ୍ଫୋରଣ ଜବତ କରାଯାଇଛି, ତାକୁ ଏଇଠି ମଧ୍ୟ ବ୍ୟବହାର କରାଯାଇଛି, ଏଇଟା ତଦନ୍ତକାରୀ ଦଳ କହିଛନ୍ତି। ତ ୟାରି ପରିପ୍ରେକ୍ଷୀରେ ଆହୁରି ଗୋଟେ କଥା ମଧ୍ୟ କୁହାଯାଇଛି ଯେ ଦିଲ୍ଲୀର ଲାଲକିଲ୍ଲାରେ ନିକଟରେ ଯୋଉ ବିସ୍ଫୋରଣ ହୋଇଥିଲା, ଆମେ ଜାଣିଛୁ ଯେ i20 ହୁଣ୍ଡାଇ କାର, ସେଇ ହୁଣ୍ଡାଇ କାରଟି ଯାହାକି ବର୍ତ୍ତମାନ ଗୋଟେ କୌତୂହଳପୂର୍ଣ୍ଣ କଥା, 7 ଥର କିଣା ବିକା ହେଇଛି ସେଇ କାରଟିକୁ। 7 ଜଣଙ୍କୁ ବିକା ହେଇଛି ଏବଂ 7 ଜଣ କିଣିଛନ୍ତି। ଯୋଉଟା କି ରୟାଲ ଜୋନର ମାଲିକ ସେ ହଉଛନ୍ତି ସୋନୁ, ଶେଷ ଥର ପାଇଁ ସେ ବିକ୍ରି କରିଥିଲେ ଏବଂ ତାଙ୍କୁ ମଧ୍ୟ ବର୍ତ୍ତମାନ ହେଫାଜତକୁ ଅଣାଯାଇଛି। ତାଙ୍କୁ ପଚରା ଉଚରା କରାଯାଉଛି, ତାର ତମାମ ସତ୍ୟାସତ୍ୟତାକୁ ଉଗାଳିବା ପାଇଁ ପୋଲିସ ତାଙ୍କୁ ହେଫାଜତରେ ରଖିଛନ୍ତି। ତ ଏହାରି ପରିପ୍ରେକ୍ଷୀରେ ହରିୟାଣା ପୋଲିସ ଦିଲ୍ଲୀ ପୋଲିସକୁ ତାକୁ ହସ୍ତାନ୍ତର କରିଛନ୍ତି। ତ ଏଇଟା ଗୋଟେ ଗୋଟେ କାରଣ। ଆହୁରି ଗୋଟେ କାରଣ ହେଲା ଯେ ବିସ୍ଫୋରଣର ବ୍ୟବହୃତ ଧଳା ହୁଣ୍ଡାଇ କାର, ଯୋଉଟା କି ଆପଣଙ୍କର i20, ସେ କାରଟି ହରିୟାଣାର ଫରିଦାବାଦର ଅଲ ଫଲହାଦ ମେଡିକାଲ କଲେଜର କ୍ୟାମ୍ପସ ଭିତରେ 11 ଦିନ କାଳ ରଖାଯାଇଥିଲା। ସେଠି ସେମାନେ ଆକଳନ କରୁଥିଲେ ବା ପ୍ଲାନିଂ କରୁଥିଲେ, ଚିନ୍ତା ବିମର୍ଶ କରୁଥିଲେ କୋଉ ଆକାରରେ କେମିତି କରିବା, କେମିତି ଦୁର୍ଘଟଣା ଘଟେଇବା ବା କେମିତି ବିସ୍ଫୋରଣ କରିବା। ସେଥିପାଇଁ ସେମାନେ 11 ଦିନ କାଳ ସେଇ ମେଡିକାଲ କଲେଜ କ୍ୟାମ୍ପସ ଭିତରେ ରଖିଥିଲେ ଏବଂ ଏହାପରେ ତାକୁ ଦିଲ୍ଲୀକୁ ନିଆଯାଇଥିଲା। ଏଇଟା ହଉଛି ତାଙ୍କର ପ୍ରି ପ୍ଲାନ, ଯୋଉ ପ୍ରି ପ୍ଲାନ ଦ୍ୱାରା ବର୍ତ୍ତମାନ ଲାଲକିଲ୍ଲାର ଯୋଉ ବ୍ୟସ୍ତବହୁଳ ଷ୍ଟେସନ ପାଖରେ ସେଟାକୁ ବିସ୍ଫୋରଣ କରିଛନ୍ତି। ତ ଆହୁରି ଗୋଟେ ବିଷୟ ହେଲା ଯେ ସନ୍ଦେହଜନକ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଡକ୍ଟର ଉମର ନବୀ ଆତଙ୍କିତ ହୋଇ ଆକ୍ରମଣ ଦିନ ନଭେମ୍ବର 10 ସକାଳେ କ୍ୟାମ୍ପସରୁ କାରଟିକୁ ବାହାର କରିଦେଇଥିଲେ। ଯେତେବେଳେ ଜବତ ହେଇଗଲା ବିସ୍ଫୋରଣ ଗୁଡିକ ଫରିଦାବାଦରୁ, ସେତେବେଳେ ସେ ଆତଙ୍କିତ ଭାବରେ କାରଟିକୁ ସେଇ ମେଡିକାଲ କଲେଜ କ୍ୟାମ୍ପସରୁ ସକାଳ 10ଟା ବେଳେ ସେ ବାହାର କରିଦେଲେ। ପୁରୁଣା ଦିଲ୍ଲୀ ଅଞ୍ଚଳର ସୋମବାର ପ୍ରାୟ 6:52 ଆମେ ସମସ୍ତେ ଜାଣିଛୁ, ସେହି ସମୟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା ଯେତେବେଳେ ଲାଲକିଲ୍ଲାର ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର 1 ନିକଟରେ ଏକ ଟ୍ରାଫିକ ଷ୍ଟପରେ ଏକ ଧୀରେ ଧୀରେ ଚାଲୁଥିବା ହୁଣ୍ଡାଇ i20 କାର ବିସ୍ଫୋରଣ କରିଥିଲା। ଯୋଉଟା କି ଏଇ କାର ହିଁ ଧୀରେ ଧୀରେ ସେ ଚାଲୁଥିଲା, ସ୍ଲୋ ଗତିରେ, ସ୍ଲୋ ମୋସନରେ ସେ ଚାଲୁଥିଲା, କାରଣ ସେ ବିସ୍ଫୋରଣ ଘଟାଇବା ପାଇଁ ଯାଉଥିଲା। କାରଣ
से जानिथिला जे दुई जण डॉक्टर को ऑलरेडी गिरफ करा ହେଇଛି ଏବଂ ବିସ୍ଫୋରକ 3100 କିଲୋଗ୍ରାମ ର ବିସ୍ଫୋରକ ଯୋଉଟା କି ବୋମା ତିଆରି ପାଇଁ ବା ବୋମା ଫୁଟେଇବା ପାଇଁ ଯୋଉ ବ୍ୟବସ୍ଥା କରିଥିଲେ ବା ବିସ୍ଫୋରଣ କରିବା ପାଇଁ ଦିଲ୍ଲୀକୁ ଦୋହଲେଇ ଦେବା ପାଇଁ ବା ଦିଲ୍ଲୀର ହାଲଚାଲକୁ ବଦଳେଇ ଦେବା ପାଇଁ ମାନଚିତ୍ରକୁ ବଦଳେଇ ଦେବା ପାଇଁ ସେମାନଙ୍କୁ ଯୋଉ ପ୍ଲାନିଂ ଥିଲା ବିଭିନ୍ନ ସେଇ ଜାଗାରେ ସେ ଯେ ବିସ୍ଫୋରଣଟି ଘଟେଇଥିଲେ ଯୋଉଟା କି ଆପଣଙ୍କର ବର୍ତ୍ତମାନ ପରିପ୍ରେକ୍ଷୀରେ କହିବାକୁ ଗଲେ 1 ନମ୍ବର ଗେଟ୍ ଟ୍ରାଫିକ ଷ୍ଟପରେ ଏକ ଧୀରେ ଧୀରେ ଯାଉଥିଲା ସେଇ I-20 କାର। ତ ଏହାରି ପରିପ୍ରେକ୍ଷୀରେ ଫରିଦାବାଦର ବିପୁଳ ବିସ୍ଫୋରକ ଜବତ ଘଟଣାରେ ଗିରଫ ହୋଇଥିବା ଲକ୍ଷ୍ନୌର ଜଣେ ମହିଳା ଡାକ୍ତର ଡକ୍ଟର ତ ପୁରୁଷ ଡକ୍ଟର ମାନେ ତ ଗିରଫ ହେଇଛନ୍ତି ମହିଳା ଡାକ୍ତର ମଧ୍ୟ ଗିରଫ ହେଇଛନ୍ତି। ସେ ଡାକ୍ତର କଣ ନା ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ଯୋଉଟା କି ଜୈସେ ଇ ମହମ୍ମଦ ଆମେ ସମସ୍ତେ ଭଲ ଭାବରେ ଜାଣିଛୁ ଯେ ସେଇଟା ଗୋଟେ ଆତଙ୍କବାଦୀ ସଂଗଠନ। ସେଇ ସଂଗଠନର ମହିଳା ଶାଖା ପ୍ରତିଷ୍ଠାତା ଏବଂ ନିଯୁକ୍ତି ପାଇଁ ଏଇ ଯୋଉ ମହିଳା ଡାକ୍ତରଟି ଆପଣଙ୍କର ପାଇଥିଲେ ସେ ଜୈସେ ମହମ୍ମଦ ଦ୍ୱାରା ଏବଂ ସେଇଟା କିଏ ନିଯୁକ୍ତି ଦାୟିତ୍ୱରେ ଥିଲେ ନା ଦିଲ୍ଲୀ ପୋଲିସ ସୂତ୍ରରୁ ଏଇଟା ଜଣାଇ ଦିଆଯାଇଛି ଯେ ମହିଳା ଡାକ୍ତର ତାଙ୍କର ସାହିନ ସାହିଦ ଭାବରେ ଚିହ୍ନଟ କରାଯାଇଛି। ସାହିନ ସାହିଦ ଭାବରେ ତାଙ୍କୁ ଚିହ୍ନଟ କରାଯାଇଛି। ସେ ଯେ ମହିଳା ଶାଖାର ଜଣେ ଜମାତା ଉଲ୍ ମମିତାର କମାଣ୍ଡ ଭାବରେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କ ନେତୃତ୍ୱରେ ପାକିସ୍ତାନରେ ଜେଏମ୍ ର ପ୍ରତିଷ୍ଠାତା ଯେ ଅଛନ୍ତି ମାସୁଦ ଆଜାଦ ତାଙ୍କ ସାନ ଭଉଣୀ ଯୋଉଟା କି ଏଇ ସଂଗଠନକୁ ଚଲାଉଥିଲେ ପାକିସ୍ତାନକୁ। ତ ସେଥିରେ ଏଇ ମହିଳା ଡକ୍ଟରଟି ସମ୍ପୃକ୍ତ ଅଟେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି ଏବଂ ତମାମ ସତ୍ୟାସତ୍ୟ ଉଗାଳିବା ପାଇଁ ପୋଲିସ ହାଜତକୁ ନିଆଯାଇଛି ଏବଂ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଇ ଯୋଉ ଦୁର୍ଘଟଣାଟି ଘଟିଲା ଭୟାନକ ଦୁର୍ଘଟଣା ଘଟିଲା ଯୋଉଥିରେ ବର୍ତ୍ତମାନ ପରିପ୍ରେକ୍ଷୀରେ ବର୍ତ୍ତମାନ 13-14 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଏହାରି ପରିପ୍ରେକ୍ଷୀରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ କ୍ୟାବିନେଟ ସହଯୋଗୀ ମାନଙ୍କ ସହିତ ଭାରତୀୟ ରାଜଧାନୀର ଲୋକନାୟକ ହସ୍ପିଟାଲ ପରିଦର୍ଶନ କରିଥିଲେ କାରଣ ଯୋଉମାନେ ବି ଆପଣଙ୍କର ମୃତାହତ ମାନେ କ୍ଷତବିକ୍ଷତ ହେଇଛନ୍ତି ଆହତ ହେଇଛନ୍ତି ସେମାନଙ୍କୁ ଆପଣଙ୍କ ଲୋକନାୟକ ହସ୍ପିଟାଲ ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଯୋଉଠାରେ ଲାଲକିଲ୍ଲା ନିକଟରେ ସେ ଯୋଉମାନେ ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ସେ ବୁଲି ଦେଖିଛନ୍ତି ତାଙ୍କର ସମସ୍ତ ଦଳ ସହିତ ବା ତାଙ୍କର କ୍ୟାବିନେଟ ମିନିଷ୍ଟର ମାନଙ୍କ ସହିତ ବୁଲିକି ଦେଖିଛନ୍ତି ଭେଟିଛନ୍ତି ଏବଂ ଚିକିତ୍ସିତ ଯୋଉମାନେ ମୃତାହତ ହେଇଛନ୍ତି ତାଙ୍କ ପରିବାର ସହିତ କଥାବାର୍ତ୍ତା ହେଇଛନ୍ତି ତାଙ୍କ ସହିତ ଆମେ ଠିଆ ହେଇଛୁ ଏବଂ ତାଙ୍କର ସମସ୍ତ ସହଯୋଗରେ ତାଙ୍କର ସମସ୍ତ ଦରକାର ସମୟରେ ଆମେ ତାଙ୍କୁ ସମାନ ସାହାଯ୍ୟ ସରକାରୀ ସୂତ୍ର ଅନୁସାରେ ଯାହା ଦେବା କଥା ସାହାଯ୍ୟ ସହାନୁଭୂତି ପ୍ରଦାନ କରିବୁ ଏ କଥା ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପରିପ୍ରକାଶ କରିଛନ୍ତି। ଏବଂ ଆହୁରି ଗୋଟେ ତାଜା ସୂଚନା ହଉଛି ଯେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦିନ ଗତକାଲି ଯେ ଏଇ ଯୋଉ ମହାନ ବିସ୍ଫୋରଣ ଘଟିଛି ଯୋଉମାନେ ପ୍ରାଣ ହରାଇଛନ୍ତି ସେମାନଙ୍କୁ 10 ଲକ୍ଷ ଟଙ୍କା ପ୍ରତ୍ୟେକଙ୍କୁ 10 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଏବଂ ଯୋଉମାନେ ଅକ୍ଷମ ହୋଇଛନ୍ତି ସେମାନଙ୍କ ପାଇଁ ଆପଣଙ୍କର 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଏବଂ ଯୋଉମାନେ ଗୁରୁତର ଭାବରେ ଆହତ ହୋଇଛନ୍ତି ସେମାନଙ୍କୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏମାନେ ଯୋଉମାନେ ସାମାନ୍ୟ ଆହତ ହୋଇଛନ୍ତି ସେମାନଙ୍କୁ 20,000 ଟଙ୍କାର କଣ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ଏବଂ ଆହତଙ୍କ ଉଚିତ ଏବଂ ଗୁଣାତ୍ମକ ଚିକିତ୍ସା ପାଇଁ ଦିଲ୍ଲୀର ସରକାରୀ ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ ଏ କଥା ମଧ୍ୟ ସେ ବୟାନ କରିଛନ୍ତି ବା ଗଣମାଧ୍ୟମକୁ ଦେଇଛନ୍ତି। ଏହାରି ପରିପ୍ରେକ୍ଷୀରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାରତର ସେ ନିର୍ଦ୍ଦେଶ ଦେଇଛନ୍ତି ଅମିତ ଶାହକୁ ଯାହା ଗତ ଭିଡିଓରେ ଆମେ ଆଲୋଚନା କରିଥିଲୁ ସେ ନିର୍ଦ୍ଦେଶ ଅନୁସାରେ ଅମିତ ଶାହ ମଧ୍ୟ ନିଜେ ସମସ୍ତ କମିଟି ମାଧ୍ୟମରେ ନିଜର ଯାହା ସବୁ ଅଛି ପ୍ରୋସିଜିଓର ସେ ପ୍ରୋସିଜିଓର ଫଲୋ କରି ବର୍ତ୍ତମାନ ତଦନ୍ତକୁ ଜୋରସୋର ଭାବରେ ଚାଲିଛି। ବର୍ତ୍ତମାନ ଛିନଭିନ ଭାବରେ ଆହୁରି ଅଧିକ ରହସ୍ୟ ଉଗାଳିବା ପାଇଁ ବା ତଥ୍ୟ ଆଣିବା ପାଇଁ ସେ ବର୍ତ୍ତମାନ ଅନୁସନ୍ଧାନ କରୁଛନ୍ତି ବା ଅନୁସନ୍ଧାନ ଦଳକୁ ଲଗେଇଛନ୍ତି ବା ବର୍ତ୍ତମାନ ଏହାରି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ଆଙ୍ଗଲରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସହିତ ଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି ଏବଂ ଏହାର ତମାମ ବିବରଣୀ ସେ ତଦନ୍ତ ପରିସରଭୁକ୍ତ କରିବା ପାଇଁ ତଦନ୍ତ କରିବା ପାଇଁ କହିଛନ୍ତି। ତ ୟାରି ପ୍ରେକ୍ଷୀରେ ଏଇ ଯୋଉ ଭୟାନକ ବିସ୍ଫୋରଣ ହେଇଛି ଏଇ ଭୟାନକ ବିସ୍ଫୋରଣରେ ଚାଇନା ବୋଲନ୍ତୁ ବା ଆପଣଙ୍କର ମିଳିତ ଜାତିସଂଘ ବୋଲନ୍ତୁ ଆମେରିକା ବୋଲନ୍ତୁ ବା ଆପଣଙ୍କର ଆଉ ଅଛି ଇଂଲଣ୍ଡ ବୋଲନ୍ତୁ ବା ଆପଣଙ୍କର ନେପାଳ ବୋଲନ୍ତୁ ଏମାନେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଜଣେ ସମ୍ବେଦନଶୀଳ ଶୋକ ବାର୍ତ୍ତା ମଧ୍ୟ ପଠାଇଛନ୍ତି ଭାରତକୁ। ଦିଲ୍ଲୀର ପରିସ୍ଥିତିକୁ ହଇଚଇ କରିବା ପାଇଁ ସମସ୍ତଙ୍କୁ ହଇଚଇ କରିବା ପାଇଁ ବୋଧହୁଏ ସେମାନେ ତାଙ୍କର ଯାହା ଥିଲା ଏଥିରୁ ଜଣାପଡୁଛି କାରଣ ଯୋଉ 3,100 କିଲୋଗ୍ରାମର ଯୋଉ ବିସ୍ଫୋରକ ଥିଲା ନିଶ୍ଚିତ ଭାବରେ ସେମାନେ ପାର୍ଲାମେଣ୍ଟ ମଧ୍ୟ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ ନିଶ୍ଚିତ ଭାବରେ ସୁପ୍ରିମକୋର୍ଟ ମଧ୍ୟ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ ନିଶ୍ଚିତ ଭାବରେ ରାଷ୍ଟ୍ରପତି ଭବନ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ କାରଣ ଦିଲ୍ଲୀ ଗୋଟେ ଏତେ ନିରାପତ୍ତା ଜାଗା ଯୋଉ ଜାଗାରେ କି ଭାରତକୁ ଶାସନ କରିବା ପାଇଁ ସମସ୍ତ ଶାସନ କଳ ଅଛି ସମସ୍ତ ଶାସନର ମୁଖ୍ୟ ଲୋକମାନେ ଅଛନ୍ତି ମନ୍ତ୍ରୀ ମାନେ ଅଛନ୍ତି ପାର୍ଲାମେଣ୍ଟ ଅଛି ୟାରି ପରିପ୍ରେକ୍ଷୀରେ ସେମାନେ ଯୋଉ ଏଇ ସବୁ କାଣ୍ଡ ଭିଆଇବା ପାଇଁ ଯୋଉ
ଯୋଜନା କରିଥିଲେ ତାହା ପଣ୍ଡ କରାଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ କୋଉମାନେ କରିଛନ୍ତି ସେମାନଙ୍କୁ ନିଶ୍ଚିନ୍ତ ଭାବରେ ଗୁଇନ୍ଦା ବିଭାଗ ତରଫରୁ ବର୍ତ୍ତମାନ ତଦନ୍ତ ଜାରି ରହିଛି ଏବଂ ଏହି ତଦନ୍ତ ଆସିଲା ପରେ ଜଣାପଡ଼ିବ ଯେ ପ୍ରକୃତ ପକ୍ଷେ ସମ୍ପୂର୍ଣ୍ଣ ରୂପେ କିଏ ଦାୟୀ। ଯେ ବା ଭାରତର ଯୋଉ ସବୁ ଡାକ୍ତରୀ ମାନେ ଅଛି, ଡାକ୍ତରୀ ମାନଙ୍କର ଯୋଉ ସବୁ ନେଟୱାର୍କ ଅଛି, ସେ ନେଟୱାର୍କ ଜରିଆରେ ମଧ୍ୟ ଏଇ ଯୋଉ ପ୍ଲାନିଂ ର ବ୍ୟବସ୍ଥା ମଧ୍ୟ ଜଣାପଡ଼ିଛି। ତ ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆପଣମାନେ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।